ଖାଲରେ ବୁଡ଼ି ଯାଇ ସମ୍ପର୍କୀୟ ଦୁଇ ଭଉଣୀଙ୍କର ମୃତ୍ୟୁ। ଏମିତି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବଡାସ ଗାଁ। ଡଗରା ଗାଁର ଲୋକନାଥ ବିଶ୍ୱାଳଙ୍କ 3 ବର୍ଷର ଝିଅ ରଶ୍ମିତା ମାମୁ ଘର ବଡାସ ଗାଁକୁ ବୁଲିବାକୁ ଆସିଥିଲେ। ମାମୁ ଦୀପକ ରାଉତଙ୍କ 5 ବର୍ଷର ଝିଅ ବୈଷ୍ଣବୀ ଓ ରଶ୍ମିତା ଘର ନିକଟରେ ଖେଳୁଥିଲେ। ପାଖରେ ଥିବା ଏକ ଖାଇରେ ଖେଳୁ ଖେଳୁ କେତେବେଳେ ବୁଡି ଯାଇଛନ୍ତି। ଏହି ଘଟଣାକୁ ପରିବାର ଲୋକେ ବା କେହି ଗାଁ ଲୋକେ ଦେଖିପାରି ନଥିଲେ। କିଛି ସମୟ ପରେ ପରିବାର ଲୋକେ ଖୋଜାଖୋଜି କରି ନ ପାଇବାରୁ ଖାଲରେ ଖୋଜିଥିଲେ। ଆଉ ଖାଲ ଭିତରୁ 2 ନାବାଳିକାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ବାଲିଆପାଳ ଡାକ୍ତରଖାନାକୁ ଆଣିଥିଲେ। ଆଉ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଏମିତି ଏକ ଦୁଃଖଦ ଘଟଣା ଗାଁ ଲୋକଙ୍କୁ ଚକିତ କରୁଛି।